ଲୋକଙ୍କ ସରକାର ଲୋକଙ୍କ ସୁବିଧାକୁ ପ୍ରାଥମିକତା ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଗମନାଗମନ ସୁଗମ କରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ମାଣ ହେଉଛି ପକ୍କା ସଡ଼କ। ଏହାର ଏକ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କଣଛାଇ ପଞ୍ଚାୟତର ହାତୀପାଦପଲ୍ଲୀ ଗ୍ରାମରେ। ଦୀର୍ଘ 40 ବର୍ଷ ଧରି ପକ୍କା ସଡ଼କ ନଥିବାରୁ ଗମନାଗମନ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ। ବର୍ଷା ଦିନରେ ସମସ୍ୟା ଆହୁରି ବଢ଼ି ଯାଉଥିବା ବେଳେ ଏବେ ସେହି ଦୁର୍ଦ୍ଦଶାର ଅନ୍ତ ଘଟିବାକୁ ଯାଉଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ତତ୍ତ୍ୱାବଧାନ ଓ ଉଦ୍ୟମରେ ଆର୍ଡି ରୋଡ୍ ଠାରୁ ହାତୀପାଦପଲ୍ଲୀ ପର୍ଯ୍ୟନ୍ତ ପକ୍କା ସଡ଼କ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଯେଉଁଠି କେବଳ ହାତୀପାଦପଲ୍ଲୀ ନୁହେଁ, ଏହାର ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଏହି ପକ୍କା ସଡ଼କ ଗମନାଗମନ ପାଇଁ ନୂତନ ମାଧ୍ୟମ ହୋଇଥିବା ବେଳେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଭରି ଭରି ପ୍ରଶଂସା କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ମନୋଜ ଘଡ଼େଇଙ୍କ ରିପୋର୍ଟ, ନ୍ୟୁଜ୍ ଟୁଡେ ଓଡ଼ିଆ। ଆମେ ବହୁତ ବର୍ଷ ହେଲା ଆମର ଗାଁର ଏଇ ଯୋଉ ରୋଡଟା ଦେଖୁଛନ୍ତି, ଆପଣ ଭିଜୁଆଲ ଦେଖିଥିବେ ଯୋଉ ପ୍ରକାର ରୋଡ ଥିଲା, ଆମେ ବହୁତ ବିଗତ ସରକାରକୁ ବହୁତ ଜଣାଇଥିଲୁ, କିନ୍ତୁ ଆଜି ପର୍ଯ୍ୟନ୍ତ ଏ ରୋଡଟି କାମଟି ସମ୍ପୂର୍ଣ୍ଣ ହେଇପାରୁନଥିଲା। କିନ୍ତୁ ଆମର ନୂତନ ସରକାର ଆସିଲା ପରେ ଆମର ପ୍ରିୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସାର୍ଙ୍କୁ କହିବା ପରେ ସେ ଯଥାଶୀଘ୍ର ଏ ଜିନିଷଟାକୁ ଷ୍ଟାର୍ଟ କରିଛନ୍ତି। ଆଉ ସେ ପ୍ରତିଶ୍ରୁତି ବି ଦେଇଛନ୍ତି ଯେ ରୋଡଟାକୁ ସମ୍ପୂର୍ଣ୍ଣ କରିବେ। ଏବେ ବର୍ଷା ଦିନ ହବାରୁ କାମଟା ଦେଖିଥିବେ ଆପଣ କେତିକି ସରିଛି, ଆହୁରି ବି ଗୁଡ଼ାଏ କାମ ଅଛି। ସେ ପ୍ରତିଶ୍ରୁତି ଦେଇଛନ୍ତି ଯଥାଶୀଘ୍ର ରୋଡଟା ଆଜିକି ମାନେ ରାସ୍ତାଘାଟ ଆଜି ବହୁତ ଖୁସି ଲାଗୁଛି ମୋତେ ଦେଖିକି। ଆଜି ଯୋଉ ଭଳିଆ କାମ ହେଇଛି, ଆଜିକି 24 ବର୍ଷ ହେଲା ମାନେ ଏମିତି କାମ କିଏ କରିନାହାନ୍ତି। ଆଉ ଏତିକି ମାନେ ଖୁସି ବହୁତ ଲାଗୁଛି ମନ୍ତ୍ରୀଙ୍କ ପାଖରେ। ମୋତେ ଏତିକି ଭଲ ଲାଗୁଛି ଯେ ଯୋଉ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ, ସେଇ କାମଟା ଆଜି କରିକି ତାଙ୍କେ ଦେଖେଇଛନ୍ତି। ଆମେ ସ୍କୁଲ ପଢିଲାଠୁ ଆଜିକି 24 ବର୍ଷ ହେଲା ମୁଁ ସ୍କୁଲ ପଢିଲାଠୁ ଦେଖୁଛି ଯେ ମାନେ ଏଇଠି ଖାଲ ସେଇଠି ଖାଲ ଏମିତି ସେ ସବୁ ହେଇକି ଥିଲା। ଏତେ ପ୍ରତିଶ୍ରୁତି ଦେଇକି ସବୁ ନେତା ମନ୍ତ୍ରୀ କେତେ ଯାଇଛନ୍ତି, କେତେ ଆସିଛନ୍ତି, କିନ୍ତୁ ସମସ୍ତେ ଖାଲି ପ୍ରତିଶ୍ରୁତି ଦେଇକି ରହିଯାଇଛନ୍ତି। କିନ୍ତୁ ଆମ ମନ୍ତ୍ରୀକୁ ଏତିକି ବହୁତ ଖୁସି ଲାଗିଲା, ସେ ଯୋଉ ପ୍ରତିଶ୍ରୁତି ଦେଇଥିଲେ ଆଜି ସେଇ କାମ କରିକି ଦେଖେଇଛନ୍ତି। ଆଜି ବହୁତ ଭଲ ଲାଗୁଛି, ମୋତେ ଖୁସି ବି ଲାଗୁଛି। ମାନେ ସମସ୍ତେ ଆସିବା ପାଇଁ ବି ଗାଁକୁ ମାନେ ମନଉଣା କରୁଥିଲେ। ହାତୀପାଦପଲ୍ଲୀର ଗାଁ ଦେଖିଲେ ବି ଲୋକ କହୁଥିଲେ ସେଟା କୋଉଠି ଅଛି ସେ ଗାଁ। ଆଜି ମାନେ ବହୁତ ଖୁସି ଲାଗୁଛି, ସେ ରାସ୍ତାଘାଟ ଦେଖିକି ବହୁତ ଇଏ ଲାଗୁଛି।